ସାର୍ଙ୍କ କତିକି ଦେଖା କରିବାକୁ ଆସିଥିଲି। ଆପ୍ଲିକେସନ୍ ନେଇକି ଦେଲି ସାର୍ଙ୍କୁ, ସାର୍ ନେଲେ ଆଉ ଇ ରିକ୍ସା ମୋତେ ପ୍ରଦାନ କରିବେ ବୋଲି କହିଲେ। ଏଇଟା କ'ଣ ଏଇ ଦରକାର ଥିଲା ଆଗରୁ କହିଥିଲେ? ହଁ ମୁଁ ନାଇଁ ଆଗରୁ ନାହିଁ, ଏଇଟା ଫାର୍ଷ୍ଟ ଟାଇମ୍ ମୋର। ଏଇଟା ସାର୍ଙ୍କୁ ଆଣିକି ଦେଲି, ଆଗରୁ ଦେଇଥିଲି ନବୀନ ସାର୍ଙ୍କୁ, ନବୀନ ସାର୍ କିଛି ଶୁଣିଲେନି ଥଲେ। ଏଇଥର ଆଣିକି ସାର୍ଙ୍କୁ ଦେଲି, ଦେଖା ହେଲା। ସାର୍ ନିଜେ କହିଲେ ଇ ରିକ୍ସା ଦେବି ଆଉ ଘର ଖଣ୍ଡିଏ ଦେବି। ଆଚ୍ଛା, କ'ଣ କେତେ ଖୁସି ସିଧାସଳଖ ହଁ, ମୁଖ୍ୟମନ୍ତ୍ରୀ ସହ ଆଲୋଚନା କଲେ? ଆଲୋଚନା ମୁଁ ବହୁତ ଖୁସି ରହିଲି। ମୋତେ କିନ୍ତୁ ସାର୍ ଏଇ ଜିନିଷ ଗୁଡ଼ା ଦେଲେ। ଘର ଦେବେ ବୋଲି କହିଛନ୍ତି? ଘର ଦେବେ ବୋଲି କହିଛନ୍ତି। ଏ ସରକାରଙ୍କ ପଦକ୍ଷେପ କେମିତି ଦେଖୁଛନ୍ତି ଆପଣ? ନାଇଁ ଇଏ ତ ଭଲ, ମାମୁଁ ତ ଭଲ ଦେଖିଲେ, ମୋତେ ବି ଭଲ ଲାଗୁଛି। ଏ ଜିନିଷ ହେବାରୁ ମୋତେ ବି ବହୁତ ସାହାଯ୍ୟ ମିଳିଲା। ମୋତେ ଗାଡ଼ି ରିକ୍ସା ଖଣ୍ଡେ ମିଳିଲା, ମୋ ପିଲା ଚଳେଇ ପାରିବି ମୁଁ ନିଜେ। ଏଇଟା ମୋତେ କିନ୍ତୁ ଖୁସି ହେଲା। କୋଉଠୁ ଆସିଥିଲେ? ଆପଣ କେମିତି ହେଇଥିଲା? ଆକ୍ସିଡେଣ୍ଟ କେମିତି ହେଇଥିଲା ଆପଣଙ୍କୁ? ଇଏ ଟ୍ରକ୍ ଆକ୍ସିଡେଣ୍ଟ ହେଇଥିଲା ମୋର। କେତେ ବର୍ଷ ହେଲାଣି ଆପଣ? ଇଏ ହେଇଗଲାଣି 30 ବର୍ଷ ପାଖାପାଖି। ତ ଷ୍ଟୋରି ଯଦି ଆପଣଙ୍କର 30 ବର୍ଷ ହେଲାଣି, ଆପଣ 30 ବର୍ଷ କ'ଣ କରୁଥିଲେ? ମୁଁ ଆଗରୁ 8-10 ଥର ଦେଇଥିଲି, କିଛି ଶୁଣିବାର ନାହିଁ। ଯେଉଁ ମ୍ୟାଡ଼ାମ୍ ଥିଲେ ଏଇଠି ରେଭେନ୍ସାରେ, ସେ ମ୍ୟାଡ଼ାମ୍ ଖାଲି କାଗଜ ନେବେ, ହଁ ହାଁ କରିବେ, କିଛି ନାହିଁ। ଥର ଖୋର୍ଦ୍ଧା ଦେଇଥିଲେ। ନିରାଶ ହେଇ ଫେରିଥିଲେ, ଏବେ ଆଶା ପୂରଣ ହେଲା। ହଁ, ଆଗରୁ 3-4 ଥର 10 ଥର ଖଣ୍ଡେ ହେବ ମୁଁ ଫେରିକି ଯାଇଛି। ଆକ୍ସିଡେଣ୍ଟ କେତେ ବର୍ଷ ହେଇଥିଲା? ଇଏ ହେଇଗଲାଣି ମୋର ହାର୍ଡଲି 25-30 ବର୍ଷ ଖଣ୍ଡେ। ମୁଁ 1 ନମ୍ବର ମାର୍କେଟରେ ଟଲି ଚଲେଇଛି ଗୋଟେ ଗୋଡ଼ରେ। ଏଇଥିରେ ମୋ ପିଲା ବୋଲି ମୁଁ ପୋଷୁଛି ଆଉ।